ଆସନ୍ତା 9 ତାରିଖରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ ବାରିପଦା ଆସିବାର କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ବାରିପଦା ଆସିବେ ଏବଂ ଦ୍ୱିତୀୟ ପର୍ଯ୍ୟାୟ ସୁଭଦ୍ରା ଟଙ୍କା କିସ୍ତି ହିତାଧିକାରୀଙ୍କୁ ଦିଆଯିବାର କାର୍ଯ୍ୟକ୍ରମ ରହିଛି। ଖାଲି ଏତିକି ନୁହେଁ, ବରଂ ମୁଖ୍ୟମନ୍ତ୍ରୀ ବାରିପଦାରେ ଆୟୋଜିତ ସାଧାରଣ ସଭାରେ ସୁଭଦ୍ରା ଟଙ୍କା ପାଇଥିବା ପ୍ରଥମ ଏବଂ ଶେଷ ଅର୍ଥାତ୍ 1 କୋଟି ନମ୍ବର ଥିବା ମହିଳାଙ୍କୁ ସମ୍ବର୍ଦ୍ଧନା ଦେବାର ମଧ୍ୟ କାର୍ଯ୍ୟକ୍ରମ ରହିଛି। ମୁଖ୍ୟମନ୍ତ୍ରୀ ବାରିପଦା ଆସୁଛନ୍ତି ବୋଲି ବାରିପଦାର ଐତିହାସିକ ଛୌପଡ଼ିଆଠାରେ ବିଶାଳ ଆୟୋଜନ ଆରମ୍ଭ ହୋଇସାରିଛି। ମୁଖ୍ୟମନ୍ତ୍ରୀଙ୍କ ବାରିପଦା ସାଧାରଣ ସଭାରେ ହଜାର ହଜାର ମହିଳା ଯୋଗଦେବେ। ଏହାସହ ମୁଖ୍ୟମନ୍ତ୍ରୀଙ୍କ ସହ ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡ଼ା ଏବଂ ଅନେକ ମନ୍ତ୍ରୀଗଣ ମଧ୍ୟ ଯୋଗଦେବେ ବୋଲି ଜଣାପଡ଼ିଛି। ମୁଖ୍ୟମନ୍ତ୍ରୀ ଆସୁଛନ୍ତି ବୋଲି ବିଶାଳ ପ୍ୟାଣ୍ଡେଲ, ବିରାଟକାୟ ତୋରଣ ମଧ୍ୟ ଜିଲ୍ଲା ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ମୁଖ୍ୟମନ୍ତ୍ରୀ ଗତ 22 ତାରିଖ ଦିନ ବାରିପଦା ଆସିବାର କାର୍ଯ୍ୟକ୍ରମ ରହିଥିବା ବେଳେ ଯାନ୍ତ୍ରିକ ତ୍ରୁଟି ଯୋଗୁଁ କାର୍ଯ୍ୟକ୍ରମରେ ଯୋଗ ଦେଇ ପାରିନଥିଲେ। ଏବେ ବାରିପଦା ପୁଣି ଆସୁଥିବାରୁ ବିଜେପି ମହଲରେ ଉତ୍ସାହ ଦେଖାଦେଇଛି।